ବଡ଼ମାନଙ୍କୁ ମୋ ନମସ୍କାର, ସାନମାନଙ୍କୁ ମୋ ଢେର ସାରା ଭଲ ପାଇବା। ମୁଁ ସସ୍ମିତା, ଆପଣଙ୍କୁ ସ୍ୱାଗତ ଜଣାଉଛି ଶକ୍ତି ସସ୍ମିତା ଚ୍ୟାନେଲକୁ। ଆଜି ନଭେମ୍ବର 21। ଆଜି ଦିନଟି ମୋ ପାଇଁ ଗୋଟେ ସ୍ପେଶିଆଲ ଦିନ। ଏଇ ଦିନଟିରେ ମୁଁ ମୋ ପରିଚୟ ପାଇଥିଲି। ଗୋଟେ ଝିଅରୁ ବୋହୂ ହେଇଥିଲି, ଆଉ କୁମାରୀରୁ ଶ୍ରୀମତୀ ହେଇଥିଲି। କ'ଣ ବୁଝିପାରୁନାହାନ୍ତି? ବିବାହ ହେଇଥିଲା ମାନେ ଆଜି ମୋତେ 15 ବର୍ଷ ବିବାହ ବାର୍ଷିକ ପୂରିଗଲା। ତେଣୁ ସମସ୍ତେ ମୋତେ ବହୁତ ସାରା ଶୁଭେଚ୍ଛା ଜଣାଇଛନ୍ତି ଆଉ ଗିଫ୍ଟ ମଧ୍ୟ ଦେଇଛନ୍ତି। ତେଣୁ ମୋ ତରଫରୁ, ଆଜ୍ଞାଙ୍କ ତରଫରୁ, ଦୁଇ ଜଣ ଯାକ ମିଶି ଆମେ ଆପଣଙ୍କୁ ବହୁତ 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 ଧନ୍ୟବାଦ। ଆଜି ଆପଣଙ୍କ ପାଇଁ ଆଉ ଗୋଟେ ଖୁସି ଖବର ଅଛି। ସେ ହେଉଛି ମୋ ୟୁଟ୍ୟୁବ୍ ପରିବାରରେ ଆଜି 15,000 ସବସ୍କ୍ରାଇବ୍ ହେଇଯାଇଛନ୍ତି। ମୁଁ ତ ବହୁତ ଖୁସି ଅଛି। ମୋ ଗୋଡ଼ ଆଜି ବିଲକୁଲ ତଳେ ଲାଗୁନି। କାହିଁକି ନା ମୁଁ କେବେ ଚିନ୍ତା କରିନଥିଲି 1000 ସବସ୍କ୍ରାଇବ୍ କରିପାରିବି ବୋଲି। ମୋ ୟୁଟ୍ୟୁବ୍ର 1000 ଲୋକ ଦେଖିବେ ବୋଲି ମୋର ଭରସା ନଥିଲା। ଆଜି 15,000 ସବସ୍କ୍ରାଇବ୍ ହେଇଯାଇଛି। ମୋ ୟୁଟ୍ୟୁବ୍ ପରିବାରର 15,000 ପରିବାର ମୋର ଅଛନ୍ତି। ମୋ ପଛରେ ସମସ୍ତେ ଅଛନ୍ତି। ବହୁତ ସାରା ଖୁସି ଲାଗୁଛି। ଏଇ ସଫଳତା ପାଇଛି କେବଳ ଆପଣମାନଙ୍କର ଭଲ ପାଇବା ଆଉ ଆଶୀର୍ବାଦ ପାଇଁ। 15,000 ସବସ୍କ୍ରାଇବ୍ କହିଲେ ମୁଁ ଏତେ ଖୁସି କିଛି କହିପାରୁନି। ଆଜି ବହୁତ ଖୁସି ଲାଗୁଛି ମୋତେ। ଆପଣଙ୍କୁ ଆଉ ଥରେ ବହୁତ 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 ଧନ୍ୟବାଦ। ଏଇ 15,000 ସବସ୍କ୍ରାଇବ୍ ପାଇଁ ମୁଁ କେତେ ସଂଘର୍ଷ କରିଛି ଆପଣ ଜାଣିନାହାନ୍ତି। ୟୁଟ୍ୟୁବ୍ରେ ମୁଁ ଯେତେବେଳେ ପ୍ରଥମେ ଗୋଟେ ଭିଡ଼ିଓ ପକାଉଥିଲି, ସମସ୍ତେ ବହୁତ କଥା କହୁଥିଲେ। ବହୁତ ଏମିତି କଲା ସେମିତି କଲା, ଏମିତି ଭିଡ଼ିଓ କରୁଛି, ଦେଖ ତ ସେ କେମିତି କହୁଛି, ଦେଖ ତ ଏମିତି। ତାପରେ ମୋ ମୋବାଇଲର କ୍ୟାମେରା କ୍ୱାଲିଟି ଭଲ ନାହିଁ। ମୁଁ ମାଇକ୍ କି କ୍ୟାମେରା ମୋ ପାଖରେ ଏବେ ବି କିଛି ନାହିଁ। ମୁଁ ଗୋଟେ ଖୁସିରେ ଭିଡ଼ିଓ କରେ। ବହୁତ ସାରା ଯେତେବେଳେ ଭିଡ଼ିଓ ମୁଁ କଲି, ସମସ୍ତେ ମୋତେ କହିବା ଷ୍ଟାର୍ଟ କଲେ। ସେଠୁ ମୁଁ କେତେ ଜଣଙ୍କୁ ପଚାରିଲି, ସାର୍ ମୁଁ ଏମିତି ଗୋଟେ ଚ୍ୟାନେଲରେ କରିଛି, ବହୁତ ଲୋକ ବହୁତ କଥା କହୁଛନ୍ତି, କେମିତି କ'ଣ କରିବି? ପ୍ରଥମେ ମୋ ହଜବେଣ୍ଡ କହିଲେ, ତୁ କାହାରି କଥା ଶୁଣନି, ତୋତେ ଯେଉଁଟା ଭଲ ଲାଗୁଛି ତୁ କର, ଆମର ବିଶ୍ୱାସ ଅଛି ତୁ ଯାହା କରିବୁ ଭଲ କରିବୁ। ସାହସ ଟିକେ ପାଇଗଲି। ଯାହା ହଉ ଆଜ୍ଞା ସପୋର୍ଟ କଲେ। ଏତିକିରେ ୟୁଟ୍ୟୁବ୍ର ଦୁଃଖ ସରିଲାନି। ତାପରେ କେତେବେଳେ ଏମିତି ସମୟ ବି ହୁଏନି, ସମୟର ଅଭାବ, ସବୁବେଳେ ବିଜି ରହେ। ମୁଁ କିଛି ନା କିଛି ସବୁବେଳେ କରିବାକୁ ଭଲ ପାଏ। ତେଣୁ ସମୟ ପାଏନି। ଯେତେବେଳେ ବି ସମୟ ପାଏ ଭିଡ଼ିଓଟେ କରିକି ପକାଏ। ଗୋଟେ ଝିଅ ପିଲା ନୁହେଁ ତ ବୋହୂଟିଏ। କେଉଁ ଜାଗାରେ ଗୋଟେ ମୋବାଇଲରେ ଧରିକି କ୍ୟାମେରା ତ ନୁହେଁ, ମୋବାଇଲ ଧରିକି ଫଟୋ ଉଠାଇଲେ ଏତେ କଥା କୁହନ୍ତି, କାନରେ ଶୁଣିବାକୁ ବି ଇଚ୍ଛା ହେବନି। ଭିଡ଼ିଓ ପୁଣି ବନ୍ଦ କରିଦିଏ, ପୁଣି ପକାଇବି, ପୁଣି ବନ୍ଦ କରିଦେବି, ମନୋବଳ ଭାଙ୍ଗିଯାଏ। ଥରେ ଆମର ଜଣେ ସାର୍ ଅଛନ୍ତି, ଯିଏକି ମୋତେ ସବୁ ସମୟରେ ମୁଁ ଯାହା ସଜେସନ୍ ମାଗେ, ମୁଁ ଯଦି ଅସୁବିଧାରେ ପଡ଼ିଲି କି ମୋର କିଛି ଭୁଲ ହେଲା, ମୁଁ ପଚାରେ ସାର୍ଙ୍କୁ, ସାର୍ ମୁଁ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି, ଆଉ ସମସ୍ତେ ଆଡ଼ୁ ସିଆଡ଼ୁ କହୁଛନ୍ତି, କେମିତି ସାର୍ କରିବି? ବନ୍ଦ କରିଦେବି। ସେ ସାଙ୍ଗେ ସାଙ୍ଗେ ମୋତେ କହିଲେ, ସସ୍ମିତା ତମେ ଭିଡ଼ିଓ କର, ତମେ କର ତ, ଆରମ୍ଭ କର, ଲୋକ କହିବେ, ଲୋକଙ୍କ କଥା ତମେ ବିଲକୁଲ ଶୁଣନି, ତମେ ସସ୍ମିତା ଆରମ୍ଭ କର। ମୁଁ କହୁଛି ତମେ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କର ଆଉ ଭିଡ଼ିଓ ପକାଅ। ସାର୍ କହିଲେ, ସାର୍ଙ୍କଠୁ ଆଉ ଟିକେ ସାହସ ମିଳିଗଲା। ସେଠୁ ମୁଁ 436 ଟଙ୍କା ଗୋଟେ ଭିଡ଼ିଓ ପକାଇଥିଲି, ଇନ୍ସୁରାନ୍ସ କେମିତି କରିବା, ସୁକନ୍ୟା କେମିତି କରିବା, ସୁକନ୍ୟା କ'ଣ ଲାଭ କ'ଣ, କେତେ ଟଙ୍କା ଜମା କରିବା, ଏମିତି ଗୋଟେ ଭିଡ଼ିଓ ପକାଇଲି। ସେ ଭିଡ଼ିଓଟି ଦେଖିକିନା ସେ ମାସରେ ଆମ ବ୍ରାଞ୍ଚକୁ 30ଟି ସୁକନ୍ୟା ଖୋଲିବା ପାଇଁ ଆସିଥିଲେ। 30 ଜଣ ଛୋଟ ଛୋଟ ଛୁଆ ଝିଅମାନଙ୍କର। ଆଉ ଟିକେ ସାହସ ପାଇଗଲି, ହଁ ପୁଣି କରିବି। ଯେତେବେଳେ ସୁକନ୍ୟା ଭିଡ଼ିଓଟି କରିଥିଲି, ମଝିରେ ଏଠୁ ସର୍ଟ ଭିଡ଼ିଓ ଗୋଟେ ଦେଲି।
ସର୍ଟ ଭିଡ଼ିଓ ଟିକେ ଯାଏ 1000 2000 ଏମିତି ଯାଏ, ବେଶୀ ବି ମାନେ ଭିଉ ଯାଏନି ମୋର, ଭିଡ଼ିଓ ବି ଏତେ କ୍ୱାଲିଟି ନାହିଁ ଯାଏ। ତାପରେ ଏଠୁ ପକାଇଦିଏ, ପୁଣି କିଏ କ'ଣ ଦେଖିଲେ ପୁଣି କହେ, ପୁଣି ବନ୍ଦ କରିଦିଏ। ତାପରେ କେତେବେଳେ ସମୟ ହୁଏନି, କେତେବେଳେ ବନ୍ଦ କରିଦିଏ, ଏମିତି ଏମିତିକିନା ଚାଲେ। ପୁଣି ଥରେ କେତେ ମାସ ମଝିରେ ଏମିତି ସମସ୍ତେ କହିଲେ ବୋଲି 6 ମାସ ଯାକେ ଆଉ ଭିଡ଼ିଓ ପକାଇଲିନି, ସେଟା ପଡ଼ିକିନା ରହିଲା। ସେଠୁ ପୁଣି ସାର୍ କଲ୍ କଲେ, ଦିନେ ଦେଖିଲେ, ଆରେ ତୁମର କେତେ ସବସ୍କ୍ରାଇବ୍ ହେଲା, କେତେ ଭିଉ ହେଲା। ନା ସାର୍ ମୁଇଁ ଆଉ ଭିଡ଼ିଓ ପକାଉନି। କ'ଣ ପାଇଁ ଭିଡ଼ିଓ ପକାଉନ? ଆଉ ତୁମେ ଅନ୍ୟମାନଙ୍କ କଥା କ'ଣ ପାଇଁ ଶୁଣୁଛ? ନିଜେ ସାହସ ବଢ଼, ଅନ୍ୟମାନଙ୍କୁ କେମିତି ସାହସ ଦେବ ବୋଲି ଏମିତି ମୋତେ କହିଲେ। ପୁଣି ଭିଡ଼ିଓ ଯେତେବେଳେ ବି ସମୟ ହୁଏ ଗୋଟେ ମଝିରେ ମଝିରେ ପକାଇ ଦିଏ। ଏମିତି ପକାଇ ପକାଇ 1000 ସବସ୍କ୍ରାଇବ୍ ହେଲେ। ଯେତେବେଳେ 1000 ସବସ୍କ୍ରାଇବ୍ ହେଲେ, ତାପରେ ସେଦିନ ବି ବହୁତ ଖୁସି ଥିଲି। ଏମିତି ଧୀରେ ଧୀରେ କିଛି ଭିଡ଼ିଓ ପକାଏ, କିଛି ଏମିତି କରେ। ମୋ ପାଖରେ ଯାହା କିଛି ମାନେ ଭିଡ଼ିଓ କରିପାରେନି ବେଶୀ ସମୟ, ଯେତେବେଳେ ସମୟ ପାଏବି ଟିକେ ଆପଣଙ୍କୁ ଭିଡ଼ିଓ କରେ। ମୁଁ କେବେ ଚିନ୍ତା କରିନଥିଲି ମୋର 15,000 ସବସ୍କ୍ରାଇବର ହୋଇଯିବେ ବୋଲି। ଏଇ ସଫଳତା ହେଉଛି ଆପଣମାନଙ୍କ ପାଇଁ, ଆପଣମାନଙ୍କର ଭଲ ପାଇବା ପାଇଁ। ଆପଣମାନେ ମୋତେ ଏମିତି ସବୁବେଳେ ଆଶୀର୍ବାଦ କରୁଥାନ୍ତୁ, ମୁଁ ଯେମିତି ଭଲ ଭଲ ଭିଡ଼ିଓ କରିକିନା ଆପଣମାନଙ୍କୁ ଭେଟିଦିଏ। ଯଦି ମୋ ଭିଡ଼ିଓ ଭଲ ଲାଗୁଛି, ପ୍ଲିଜ୍ କମେଣ୍ଟଟିଏ କରନ୍ତୁ। ହଁ ମା, ତୁମ ଭିଡ଼ିଓ ଭଲ ଲାଗୁଛି, କି ହଁ ଦିଦି ତୁମ ଭିଡ଼ିଓ ଭଲ ଲାଗୁଛି। ଯିଏ ଯେଉଁ ପରିଚୟ ମୋତେ ଦେଉଛ, ମୋତେ ଟିକେ ସାହସ ଦିଅ। ଆପଣଙ୍କର ଗୋଟେ ଗୋଟେ କମେଣ୍ଟ ମୋ ପାଇଁ ଗୋଟେ ଗୋଟେ ସାହସର ଖୁଣ୍ଟ, ମାଇଲ ଖୁଣ୍ଟ ପରି କାମ କରିବ। ୟୁଟ୍ୟୁବରୁ ମାନେ ସତ କହୁଛି, ମୁଁ ଆଜି ପର୍ଯ୍ୟନ୍ତ କୌଣସି ପଇସା ପାଇନି, କି ସେ ପଇସା କେମିତି ପାଆନ୍ତି ସେ ଆଇଡ଼ିଆ ବି ମୋ ପାଖରେ ନାହିଁ। ୟୁଟ୍ୟୁବ ବିଷୟରେ ମୋତେ କିଛି ବି ଜଣା ନାହିଁ। କେବଳ ଟିକେ ଭିଡ଼ିଓ କରୁଛି ଆଉ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛି। ଯଦି ଆପଣମାନଙ୍କର ଭଲ ପାଇବା ଆଉ ଆଶୀର୍ବାଦ ଥିବ, ମୁଁ ନିଶ୍ଚିନ୍ତ ଦିନେ ଏଇ 15,000ଟା 30,000ରେ ପରିଣତ ହେବ। ସେଇ ଦିନକୁ ମୁଁ ଅପେକ୍ଷା କରୁଛି। ଆଉ ମୋ ପରିବାର, ମୋ ସାଙ୍ଗସାଥି, ମୋ ଚିହ୍ନା ପରିଚୟ ଯଦି କେହି ମୋ ଭିଡ଼ିଓ ଦେଖୁଛ, ପ୍ଲିଜ୍ କମେଣ୍ଟଟିଏ କର। ମୋ ସାହସକୁ ବଢ଼ାଇ ଦିଅ, ମୋ ଆତ୍ମବିଶ୍ୱାସକୁ ଆଉ ଟିକେ ବଢ଼ାଇ ଦିଅ, ଯେମିତି ମୋତେ ଭିଡ଼ିଓ କରିବାକୁ ସାହସ ହେବ। ଲାଇକ୍ କରିବେ, ସେୟାର କରିବେ। ଗୋଟେ କୁନି ଭଉଣୀଟିଏ, ଆପଣଙ୍କର ଗୋଟେ କୁନି ଭଉଣୀଟେ ଅଣ୍ଟା ଭିଡ଼ିଛି ଆଗକୁ ଯିବା ପାଇଁ। ଆପଣଙ୍କର ଛୋଟିଆ କମେଣ୍ଟଟିଏ ମୋ ସାହସ ବଢ଼ାଇବ, ମୋତେ ଭିଡ଼ିଓ କରିବାକୁ ଉତ୍ସାହିତ କରିବ। ଟଙ୍କା ପାଇଁ ନୁହେଁ, ଖୁସି ପାଇଁ। ଆପଣଙ୍କୁ ମୁଁ ଅନୁରୋଧ କରୁଛି, ଯଦି ମୋ ଭିଡ଼ିଓ ଆପଣଙ୍କୁ ଟିକିଏ ବି ଭଲ ଲାଗୁଛି, ଯଦି ଆପଣ ଚାହୁଁଛନ୍ତି ମୋର କୁନି ଭଉଣୀଟିଏ ଆଗକୁ ବଢ଼ୁ ଆଉ ତା ପରିବାରର ଲୋକ ସଂଖ୍ୟା ଧୀରେ ଧୀରେ ବଢ଼ନ୍ତୁ, ଆପଣ କମେଣ୍ଟଟିଏ କରିବେ। ଏଇ ୟୁଟ୍ୟୁବ୍ ପାଇଁ ମୁଁ ବହୁତ କାନ୍ଦିଛି, ସବୁ ତ ସେୟାର କରିପାରୁନି, ବହୁତ କାନ୍ଦିଛି। କେତେବେଳେ ବନ୍ଦ କରିଦେଇଛି, କେତେବେଳେ ଭିଡ଼ିଓ ପକାଇନି, ଆଉ ହାରାସମେଣ୍ଟ ହେଇଛି। ହଁ, ଏ ଭିତରେ କହିବି, ୟୁଟ୍ୟୁବ୍ର ମୋତେ କିଛି ବି ଜଣା ନଥିଲା କ'ଣ ହେଉଛି କ'ଣ ନା। ମୁଁ ବହୁତ ଜଣଙ୍କୁ ସାହାଯ୍ୟ ମାଗିଛି, କେହି ମୋତେ ସାହାଯ୍ୟ ଟିକେ କରିନଥିଲେ। ଠିକ୍ ସେଇ ସମୟରେ ଅନୁଗୁଳର ଜଣେ ବାପୁନ ଭାଇ, ତାଙ୍କର ଗୋଟେ ଚ୍ୟାନେଲ୍ ଅଛି ଦ ବାପୁନ ବାରିକ ବ୍ଲଗ୍ସ, ସେ ଭାଇକୁ ମୁଁ ମେସେଜ୍ କରିଥିଲି। ମେସେଜ୍ କଲା ପରେ ତାଙ୍କୁ ଏଇ ହ୍ୱାଟ୍ସଆପ୍ରେ ପଚାରିଲି, ଆଉ ସେ ଭାଇ ମୋତେ ଚ୍ୟାନେଲ୍ ମାନେ ଟିକେ ମୋର ଦେଖିଦେଲେ, ଆଉ ସେ କହିଲେ ତୁମ ଚ୍ୟାନେଲ୍ ସବୁ ଠିକ୍ ଅଛି, କୌଣସି କପିରାଇଟ୍ ଲାଗିନି, ଆଉ କିଛି ନାହିଁ, ତୁମେ ସବୁବେଳେ କଣ୍ଟିନ୍ୟୁ ଭିଡ଼ିଓ ପକାଅ, ଆଉ ଲଙ୍ଗ୍ ଭିଡ଼ିଓ ଟିକେ ପକାଅ। ମୁଁ ସେ ସମୟରେ ଟିକେ ସର୍ଟ ଭିଡ଼ିଓ କେତେବେଳେ କେମିତି ପକାଇ ଦେଉଥିଲି। ତେଣୁ ସେ ଭାଇ ଯେହେତୁ କହିଲେ, ମୋତେ ଟିକେ ବତେଇଲେ, ତୁମେ ଭିଡ଼ିଓ ପକାଅ, ଯଦି କେତେବେଳେ କ'ଣ ଅସୁବିଧା ହେଲା ମୁଁ ଦେଖିବି। ଧନ୍ୟବାଦ ବାପୁନ ଭାଇ, ସେ ମୋର ସାନ ହେବେ, ବହୁତ ସାନ ହେବେ। ସେ ଓକିଲ ଅଛନ୍ତି, ତାଙ୍କ ଚ୍ୟାନେଲ୍ ନାଁ ହେଉଛି ଦ ବାପୁନ ବାରିକ ବ୍ଲଗ୍ସ। ଆପଣମାନେ ବି ଯାଇକି ଦେଖିପାରିବେ, ଆଉ ଭାଇକୁ ବି ସପୋର୍ଟ କରିବେ। ସେ ଭାଇଙ୍କ ସାହାଯ୍ୟ ପାଇଁ ଆଜି
ମୁଁ ଆପଣଙ୍କ ପାଖରେ ପରିଚୟ ହେଇପାରିଲି। ବାପୁନ ଭାଇ, ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଏଇ ବଡ଼ ନାନୀକୁ ଆପଣ ବହୁତ ବଡ଼ ସାହାଯ୍ୟ କରିଛନ୍ତି।